ठीक है, धन्यवाद। मो साउंड आସୁଛି କ୍ଲିୟର ରେ ପଇସା? ଠିକ ଅଛି। ବର୍ତ୍ତମାନ ମାନେ ବାକ୍ୟ ମଧ୍ୟକୁ ଯିବା। କାରଣ ଆମେ ଏଥିପାଇଁ ବାକ୍ୟ ମଧ୍ୟକୁ ଯିବା କାରଣ ଆମେ ଜାଣିଛେ କି ବାକ୍ୟ ଆମର ଆତ୍ମା ପାଇଁ ହଉଛି ଖାଦ୍ୟ ବୋଲି, ନାଇଁ କି? ଯେତେବେଳେ ଆମେ ମାନେ ଶାରୀରିକରେ ଯଦି ଗୋଟେ ଦିନ ଖାଦ୍ୟ ନ ଖାଉ ଆମକୁ କେମିତି ଲାଗେ? ଦୁର୍ବଳ ଲାଗେ ନା ନାଇଁ? ଆଉ ଗୋଟେ ଦିନ ଖାଇଲେ ଆଉ ଦୁର୍ବଳ ଲାଗେ। ଆଉ ଗୋଟେ ଦିନ ନ ଖାଇଲେ ଟିକେ ରୋଗ ଭଳିଆ ଲାଗେ, କଣ ଗୋଟେ ରୋଗ ହେଲା ଭଳିଆ ଲାଗେ। ଏମିତି କି ଆମେ ଯଦି ମିନିମମ୍ 15-20 ଦିନ ନ ଖାଇବା ଆମେ ବହୁତ ମାନେ ବଡ ଧରଣର ଆମେ କଣ ହେଇଯିବା, ଗୋଟେ ରୋଗାକ୍ରାନ୍ତ ହେଇଯିବା। ସେଇପରି ଭାବେ ଆତ୍ମିକରେ ମଧ୍ୟ ଆମମାନଙ୍କୁ ପ୍ରତ୍ୟେକ ଦିନ ଖାଦ୍ୟର ଆବଶ୍ୟକତା ରହିଛି। ଆମେ ଯଦି ଖାଦ୍ୟ ନ ଖାଇବା ଆତ୍ମିକରେ ଆମ ମାନେ ମଧ୍ୟ ଦୁର୍ବଳ ହବା। ଧୀରେ 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 ମାନେ ଦୁର୍ବଳ ହେଇକି ଆତ୍ମିକରେ ମାନେ ମାନେ କ୍ରାନ୍ତ ହେଇଯିବା। ଏଇଟା ହଉଛି ମାନେ ଯୋଉ କଣ କହୁଛନ୍ତି ବାସ୍ତବ କଥା ଏଇଟା। ଆଜିକାଲି ଆମେ ଦେଖିବା ଯଦି ଯୋଉ ଆତ୍ମିକରେ ଯୋଉ ଦୁର୍ବଳ ହଉଛନ୍ତି ତାର ପ୍ରମୁଖ କାରଣ ହଉଛି ଖାଦ୍ୟର ଅଭାବ, ମାନେ ବାକ୍ୟର ଅଭାବ। ତା ଶୁଣିବାରେ ହଉ, ତା ପଢିବାରେ ହଉ ବା ତା ଶିଖିବାରେ ମଧ୍ୟ ହଉ, ଯେକୌଣସି ମାନେ ଭାବରେ ଆମେ କଣ କରୁଛେ, ଆତ୍ମିକର ଯୋଉ ଖାଦ୍ୟ ଅଛି ଆମେ ତାହାକୁ ଖାଉନେ ଆମେ, ବା ଆମେ ଆତ୍ମର ଖାଦ୍ୟକୁ ଆମେ କଣ କରୁଛେ, ଅବହେଳା କରୁଛେ। ଯୋଉ ଜୀବନ ଆମକୁ ମାନେ ଆବଶ୍ୟକ ଅଛି, ଯୋଉ ଜୀବନ ଆମକୁ ଦରକାରୀ, ଯୋଉ ଜୀବନ ଆମ ପାଇଁ ମାନେ ଅନନ୍ତ, ସେ ଜୀବନ ପାଇଁ ଆମେ କଣ କରୁନେ, ଆମେ ଖାଦ୍ୟକୁ ଆମେ ଖାଉନେ। ଠିକ ଅଛି, ଆମେ ଆମର କର୍ତ୍ତବ୍ୟ କଣ? ଆମେ ସମସ୍ତେ କହିବା, ଆମେ ଶିଖେଇବା, ବାକି ଯିଏ ଯାହାର ଆଉ ଇଚ୍ଛାରେ। ତ ଆଉ ଗୋଟେ ବିଷୟ ଆମେ ଦେଖିବା ଆଜି, ଆତ୍ମିକର ଦୁର୍ବଳର ଆଉ ଗୋଟେ କାରଣ ଆଜି ଆମେ ଦେଖିବା। ଆମେ ଦେଖୁଛେ ଆଜିକାଲି କି ସେଇ ସମୟରେ ମଧ୍ୟ ଆମେ ଦେଖୁଥିଲେ, ବାକ୍ୟ ମଧ୍ୟ ଆମେ ଦେଖିଛେ ପ୍ରେରିତ ପୁସ୍ତକରେ, କି ଯୋଉ ସମୟରେ ସବୁ ନୂଆ ନୂଆ ଖ୍ରୀଷ୍ଟିଆନ ହେଲେ, ନୂଆ ନୂଆ ସବୁ ବାପ୍ତିସ୍ମ ହେଲେ, ମଣ୍ଡଳୀ ନୂଆ ନୂଆ ଗଠିତ ହେଲା, ସେଇ ସମୟରେ କଣ ହେଲା, ସମସ୍ତଙ୍କର ମନରେ ଏକ ଉତ୍ସାହ, ସମସ୍ତଙ୍କ ମନରେ ଗୋଟେ ଉଦ୍ଦୀପନା, ଗୋଟେ ଖୁସି, ପୁରା ତାଙ୍କ ଭିତରେ କଣ ହଇଲା, ଲାଗିକି ହଇଲା। ସେ ସମୟରେ ଆମେ ଯଦି ଦେଖୁଛେ ପ୍ରେରିତ ପୁସ୍ତକରେ 2-3 ଦେଖୁଛେ କି ସମସ୍ତେ କଣ କଲେ, ନିଜ ନିଜର ସମ୍ପତ୍ତି କଣ କରିକି ବିକିକି ସେମାନେ କଣ କଲେ, ପ୍ରେରିତ ମାନଙ୍କ ପାଦ ତଳେ ରଖିଦେଲେ। ସେଇ ସମୟରେ ଏଇ ପ୍ରକାର ଉଦ୍ଦୀପନା, ଏଇ ପ୍ରକାର ଖୁସି, ଏଇ ପ୍ରକାର ଉତ୍ସାହ ସେମାନଙ୍କର ଜୀବନରେ ଥିଲା, କି ସେମାନେ ନିଜର ଧନ ସମ୍ପତ୍ତି ମଧ୍ୟ କଣ କରିଦେଲେ, ହେୟଜ୍ଞାନ କରିଦେଲେ ବା ତୁଚ୍ଛ କରିଦେଲେ। ତାପରେ ଆମେ ଧୀରେ 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 ଆଗକୁ ଆମେ ଯାଉଛେ, ମଣ୍ଡଳୀ ମାନଙ୍କର କଣ ହଉଛି, ଯୋଉ ଆତ୍ମିକର ବିଷୟ ଗୁଡାକର ଅଭାବ ଧୀରେ 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 ପରିଲକ୍ଷିତ ହେଉଛି। ଯାହା ପାଇଁ କି ପ୍ରେରିତ ମାନେ କଣ କଲେ, ପୁସ୍ତକ ଲେଖିବା ବା ଚିଠି ଲେଖିବା ମଣ୍ଡଳୀ ମାନଙ୍କୁ ଆରମ୍ଭ କଲେ। ଆମେ ଯଦି ଦେଖିବା, ଆଉ ଆତ୍ମିକରେ ଦୁର୍ବଳ ହବାର ଆଉ ଗୋଟେ ପ୍ରମୁଖ କାରଣ ହେଲା ପ୍ରେମର ଅଭାବ। ପ୍ରେମର ଅଭାବ ବା ପ୍ରେମ କମିଯିବା। ଆମେ ଯଦି ପଢିବା ପ୍ରକାଶିତ ବାକ୍ୟ 2:4, ଜଲଦି ଜଲଦି ଆମେ ପଢିବା ପ୍ରକାଶିତ ବାକ୍ୟ 2:4। ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ତୁମ୍ଭେ ଆପଣା ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। ଧନ୍ୟବାଦ। ଆମେ ଦେଖୁଛୁ ଏଫିସ ମଣ୍ଡଳୀ କି ମଧ୍ୟ ଏଇଟା ବାର୍ତ୍ତା ମାଧବ। ଆଜ୍ଞା ଭାଇ, ଏଫିସିୟ ମଣ୍ଡଳୀ। ଧନ୍ୟବାଦ। ତ ଆମେ ଦେଖୁଛୁ ଏଫିସିୟ ମଣ୍ଡଳୀ ସବୁ ଠିକ ଠାକ ଚାଲିଛି, ସବୁ ଠିକ ଅଛି, ତାଙ୍କର କାର୍ଯ୍ୟ, ତାଙ୍କର ଯୋଉ ଯୋଉ ସବୁ କରିବା କଥା ସବୁ କରୁଛନ୍ତି। କିନ୍ତୁ ଏଠି ଲାଷ୍ଟ ବିଷୟ କଣ କୁହାଯାଇଛି, କି ଆଦ୍ୟର ଯୋଉ ପ୍ରେମ ତମମାନଙ୍କ ପାଖରେ ଥିଲା, ଯୋଉ ନୂଆ ନୂଆ ଯୋଉ ପ୍ରେମ, ଯୋଉ ପ୍ରଥମ ପ୍ରେମ ତମ ପାଖରେ ଥିଲା, ତାହା ବର୍ତ୍ତମାନ କଣ ହେଇଛି, ଆଉ ନାହିଁ। ତା ବର୍ତ୍ତମାନ ମାନେ ନାହିଁ।
କାରଣ ଆମେ ଯେତେବେଳେ ବାକ୍ୟରେ ଦେଖୁଛୁ କି ପ୍ରେମ ଗୋଟେ ଖ୍ରୀଷ୍ଟିଆନ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଆମେ ଯେ ଦେଖୁଛୁ ପ୍ରଥମ କରିନ୍ଥୀୟ 13:13 ଆମେ ଯେ ଦେଖୁଛୁ ସେଇଠି ଯୋଉ ଗୋଟେ ବିଶ୍ୱାସ ଅଛି, ଗୋଟେ ଭରସା ଅଛି, ଆଉ ଗୋଟେ ପ୍ରେମ ଅଛି। ଏ ତିନିଟା ବିଷୟରୁ ପ୍ରେମକୁ ଉତ୍କୃଷ୍ଟ ଖାଇ ମାନେ ଉପରେ। କାରଣ ପ୍ରେମ ଯଦି ଗୋଟେ ମନୁଷ୍ୟ ପାଖରେ ନାହିଁ ବା ଗୋଟେ ମନୁଷ୍ୟ ଭିତରୁ ଯଦି ପ୍ରେମ ବାହାରୁନି ତ ତା ପାଖରେ କୌଣସି ଆଜ୍ଞା ମାନେ ବେକାର, ସିଏ ପାଳିଲେ ମଧ୍ୟ କଣ ବେକାର। ସିଏ ଗୋଟେ ପରମ୍ପରା ହିସାବରେ ବା ବାଧ୍ୟ ମାନେ ବାଧକତା କଣ ହଉଛି ସେ ପାଳୁଛି। ଆଉ ପ୍ରେମ ବିଷୟରେ ଆମେ ଯଦି ବାକ୍ୟରୁ ଦେଖିବା ଏହିପରି ଅନେକ ବିଷୟ ଲେଖା ହେଇଛି। କାରଣ ଯୋଉ ପ୍ରେମର ପ୍ରକୃତ ଅର୍ଥ ଏତେ ଗଭୀର, ଏତେ ଗଭୀର, ଆଉ ତାକୁ ଆମେ ଯଦି ବର୍ଣ୍ଣନା କରିବା ମାନେ ଶେଷ ହବନି। ତେଣୁ ବାକ୍ୟରେ ଆମେ ଦେଖୁଛୁ ପରମେଶ୍ୱର ଯେତେବେଳେ ମନୁଷ୍ୟକୁ ପ୍ରେମ କରିବା ଆରମ୍ଭ କଲେ, ସେଥିପାଇଁ ସେ କଣ କଲେ, ତାଙ୍କ ପୁତ୍ରକୁ ସେ କଣ କଲେ, ଦାନ କରିଦେଲେ ପ୍ରେମ ଯୋଗୁ। ଜୋହନ 3:16 ଆମେ ଯଦି ଦେଖୁଛୁ, ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ କି ସେ ଆପଣା ପୁତ୍ର କଣ କରିଦେଲେ, ଦାନ କରିଦେଲେ। ଆଉ ପ୍ରେମର ମହତ୍ଵ, ଯୋଉ ପ୍ରେମର ଗୁଣ ଆମେ କାହାଟା ଦେଖୁଛୁ, ପରମେଶ୍ୱରଙ୍କ ଠାରେ ଆମେ ଦେଖୁଛୁ କି ସେ ଆମକୁ ଏତେ ପ୍ରେମ କଲେ କି ସେ ଆପଣା ପୁତ୍ର କଣ କରିଦେଲେ, ଦାନ କଲେ। ତାପରେ ସେ ଏଠିକି ଆସିକି ଆମକୁ କଣ କଲେ, ପ୍ରଭୁ ଯୀଶୁ ଯୋଉ ପ୍ରେମର ଯୋଉ ବାର୍ତ୍ତା, ପ୍ରେମର କାର୍ଯ୍ୟ, ପ୍ରେମର ଅର୍ଥ, ଯୋଉ ପ୍ରେମର କର୍ତ୍ତବ୍ୟ, ଏସବୁ ଆମେ କଣ କଲେ, ଶିଖେଇଲେ। ଆଉ ମଣ୍ଡଳୀରେ ମଧ୍ୟ ଆମେ ଦେଖୁଛୁ ପ୍ରେରିତ ପୁସ୍ତକରେ ଯେତେବେଳେ ନୂଆ ନୂଆ ସବୁ ମଣ୍ଡଳୀରେ ସବୁ ସଭ୍ୟ ହେଲେ ତା ପ୍ରେମ ଉଛୁଳୁଛି। ପ୍ରେମ କଣ ହଉଛି, ଉଛୁଳୁଛି, ଅଧିକ ପ୍ରେମ ହଉଛି। କିନ୍ତୁ ଆମେ ଯେତେବେଳେ ପ୍ରକାଶିତ ବାକ୍ୟ ଦେଖୁଛୁ ଏଫେସୀୟ ମଣ୍ଡଳୀ କଣ କୁହାଯାଉଛି, ତମର ସେଇ ପ୍ରଥମ ପ୍ରେମ ଆଉ ନାହିଁ, ତାକୁ ଆଣ, ମାନେ ତାକୁ ଆଉ ତ ଠିକ କର ବୋଲିକି କୁହା ହଉଛି। କାରଣ ଗୋଟେ ମନୁଷ୍ୟ ପାଖରେ ସବୁ ଥିବ କିନ୍ତୁ ପ୍ରେମ ନାହିଁ, ସେ କେବେ ମଧ୍ୟ ସ୍ୱର୍ଗକୁ ଯାଇପାରିବ ନାହିଁ। ଯଦି ପଢିବା ଆମେ ପ୍ରଥମ ଜୋହନ 3:11, ପ୍ରଥମ ଜୋହନ 3:11, କାରଣ ଆମ୍ଭମାନଙ୍କର ଯେ ପରସ୍ପରକୁ ପ୍ରେମ କରିବା କର୍ତ୍ତବ୍ୟ, ଏହି ବାଣୀ ତୁମେମାନେ ଆଦ୍ୟରୁ ଶୁଣିଅଛ। ପ୍ରେମ କରିବା ଏଇଟା ଆମର କର୍ତ୍ତବ୍ୟ, ଆମର ଆମର କର୍ତ୍ତବ୍ୟ। ଯେମିତି ଆମେ ବାହାଘର ହେଲା ପରେ ସବୁ ଆମର କର୍ତ୍ତବ୍ୟ ହେଇଯାଏ, ସ୍ୱାମୀର କର୍ତ୍ତବ୍ୟ ଯାହା ଆମେ କରୁ, ବାପା ହେଲା ପରେ ଛୁଆର ଯାହା ବାପର ଯାହା କର୍ତ୍ତବ୍ୟ ଛୁଆ ପ୍ରତି ତାହା ଆମେ କରୁ। ପ୍ରତ୍ୟେକ ଯୋଉ ଆମର ଗୋଟେ ଗୋଟେ ଯୋଉ ଆସେ ଆମର ସବୁ ଯୋଉ ରିସ୍ତା, ତାର ଯୋଉ କର୍ତ୍ତବ୍ୟ ଆମେ ସବୁ କରୁ। ସେଇପରି ଭାବେ ଯେତେବେଳେ ଆମେ ଖ୍ରୀଷ୍ଟିଆନ ହଉ ବା ଯେତେବେଳେ ଆମେ ମଣ୍ଡଳୀର ସଭ୍ୟ ହଉ, ସେତେବେଳେ ଆମର ଗୋଟେ କର୍ତ୍ତବ୍ୟ ହେଇଯାଏ କଣ, ଆମେ ପ୍ରେମ କରିବା। ସେଟା ଆମ କର୍ତ୍ତବ୍ୟ, କରିବାକୁ ଆମେ ବାଧ୍ୟ। ଆଉ ଯୋଉ ଯୋଉ ପ୍ରେମ ଆମେ କରିବା, ସେ ପ୍ରେମ ଦେଖାଣିଆ ମାନେ ପ୍ରେମ ହେଲେ ହବନି। ଦେଖାଣିଆ, ଦେଖା ହେଲା, ହଁ ଭାଇ ନମସ୍କାର, କେମିତି ଅଛ, ଭଲ ଅଛ, କଣ ଦୁଃଖ କଥା କହିଲେ, ହଉ ପ୍ରଭୁ କରିଦେବେ, ଆମେ ପ୍ରାର୍ଥନା କରୁଛୁ। ଆଉ ତାପରେ କଣ ହେଲା କଣ ନାହିଁ, ଆମର କି ସେଇଠି ଦରକାର ଅଛି କି ଆମ ପାଇଁ, ଆମ ପ୍ରତି କିଛି କାର୍ଯ୍ୟ ଅଛି କି, ଆମ ଦ୍ଵାରା କିଛି ସାହାଯ୍ୟର ଆବଶ୍ୟକତା ଅଛି କି, ଆମ ଦ୍ଵାରା କିଛି ସମ୍ଭବ, ଆମେ କଣ କରିପାରିବୁ ଭାଇ, କିଛି କହିଲେ ଭଲ ହବ। ଏଇ ଯୋଉ ୱାର୍ଡ ଗୁଡାକ ଆମ କଣ ହଉଛି, ମାନେ ବାହାରୁନି। ପଢିବା ଯଦି ଆମେ ସେଇ ପ୍ରଥମ ଜୋହନ 3:18, ପ୍ରଥମ ଜୋହନ 3:18, ହେ ବତ୍ସଗଣ, ଆସ ଆମ୍ଭେମାନେ ବାକ୍ୟରେ କି ଜିହ୍ୱାରେ ପ୍ରେମ ନ କରି କାର୍ଯ୍ୟରେ ଓ ସତ୍ୟରେ ପ୍ରେମ କରୁ। କାର୍ଯ୍ୟରେ ଆଉ ସତ୍ୟରେ ଆମେ ପ୍ରେମ କରିବା। ଆମ ମନରେ ତା ପ୍ରତି ଦେଖାଣିଆ ପ୍ରେମ ରହିବନି। ଦେଖାଣିଆ ପ୍ରେମ ଅର୍ଥ କି ଆମେ ଯଦି ଜଣକୁ ପ୍ରେମ କରୁଛୁ, ଆମର ମଣ୍ଡଳରେ ଗୋଟେ ଭାଇ କି ମାନେ ପ୍ରେମ କରୁଛୁ,
ତା ପ୍ରତି ଏପରି କୌଣସି ବାକ୍ୟ ବା ଏପରି କୌଣସି କାର୍ଯ୍ୟ ଆମ ଦ୍ୱାରା ହେବ ନାହିଁ ଯାହାକୁ ତାକୁ ଖରାପ ଲାଗିବ, ଯାହାକୁ ଯାହାକି ତାକୁ ମାନେ ଗୋଟେ ନିଚ ଦେଖିଲା ଭଳିଆ ଗୋଟେ ଲାଗିବ। ଓଲଟା ଆମେ କଣ କରିବା, ତାର ଯାହା ଆବଶ୍ୟକତା ଅଛି ଆମ ଦ୍ୱାରା ଯୋଉ ସମ୍ଭବ ଅଛି ଆମେ ଯୋଉଟା କରିପାରିବା, ସେ ନ କହିବା ଆଗରୁ ଆମେ କଣ କରିବା, ତା କରିକି ଆମେ କଣ କରିବା, ଆମେ ଦେଖେଇବା। ସେଟା ହଉଛି ଆମେ କାର୍ଯ୍ୟ କରୁଛେ ଆଉ ସତ୍ୟ କରୁଛେ। ଆଉ ଗୋଟେ ହେଲା ସ୍ୱାର୍ଥରେ, ବେଳେ ବେଳେ ଆମେ କଣ କରୁଛୁ, ସ୍ୱାର୍ଥରେ ମଧ୍ୟ ଆମେ ପ୍ରେମ କରୁଛୁ। ଯଦି ସେ ମୋ ସାଙ୍ଗ ହେଇଥିବ ବା ତା ପାଖରେ ମୋର କଣ ମାନେ କାମ ଥିବ ତା ଦ୍ଵାରା, ବା ସିଏ ମୋର ଅତି ନିକଟବର୍ତ୍ତୀ, ମୋର ସବୁ କଥା ମାନୁଛି, ସେମିତି ମଧ୍ୟ ଆମେ ପ୍ରେମ କରୁଛୁ। କିନ୍ତୁ ଆମକୁ କଣ ଶିଖା ହେଇଛି ଯେ ଆମେ ଶତ୍ରୁକୁ ପ୍ରେମ କରିବା ବୋଲି। ଶତ୍ରୁକୁ, ଯେ ବିଜାତି, ଯିଏ ଆମକୁ ଗାଳି କରୁଛି, ଯିଏ ଆମକୁ ରାଗୁଛି, ତାକୁ ମଧ୍ୟ ପ୍ରେମ କରିବାକୁ କୁହାଯାଇଛି। କିନ୍ତୁ ଆମେ କଣ କରୁଛେ, ଆମର ମଣ୍ଡଳୀର ଭାଇ ମାନଙ୍କୁ ଆମେ ସ୍ୱାର୍ଥ ପ୍ରେମ କରୁଛେ। ଆମେ କଣ କରିବି, ନିଃସ୍ୱାର୍ଥ ପ୍ରେମ ଆଉ କାର୍ଯ୍ୟ ଦ୍ଵାରା ଆଉ ସତ୍ୟ ଦ୍ଵାରା ପ୍ରେମ କରିବା। ଆମେ ପ୍ରେମ କରିବା ପରିବର୍ତ୍ତେ ଆହୁରି ତାର ହଜାର ଖରାପ ଗୁଣକୁ ଆମେ କଣ କରୁଛେ, ଆମେ ପ୍ରକାଶ କରୁଛେ। ତାର ହଜାରେ ଭୁଲକୁ ଆମେ କଣ କରୁଛେ, ଦର୍ଶଉଛେ। ଗୋଟେ ବାକ୍ୟ ଲେଖା ହେଇଛି ନା, ପ୍ରେମ କଣ କରେ, ସମସ୍ତ ଆଉ ପାପକୁ ଆଚ୍ଛାଦନ କରି ଲେଖା ହେଇଛି, ସମସ୍ତ ପ୍ରେମକୁ। ମନେକର ଗୋଟେ ଭାଇ ଯଦି ଭୁଲ କରିଛି, ଆମେ ଯଦି ପ୍ରେମ ଦ୍ଵାରା ତାକୁ କହିବା, ଆମେ ମାନେ ମାନେ ପ୍ରେମରେ ତା ସହିତ ମିଶିବା, ପ୍ରେମରେ ତା ଭୁଲ ତାକୁ ଆମେ କହିବା, ମାନେ ପ୍ରେମରେ ସେ କଣ ହବ, ନିଶ୍ଚୟ ତା ଭୁଲକୁ ସେ ସ୍ୱୀକାର କରିବ। ଏହା ମଧ୍ୟ ମୁଁ ନିଜେ ଆଉ ମୁଁ କରିକି ମୁଁ ମାନେ ଅନୁଭବ କରିଛି। ଗୋଟେ ଲୋକର ଭୁଲକୁ ଆମେ ଯଦି ରାଗିକି ତାକୁ କହିବା, ତାର ଗୋଟେ ପ୍ରଭାବ ଆସିବ। ଆଉ ଗୋଟେ ଲୋକର ଭୁଲକୁ ଆମେ ଯଦି ମାନେ ପ୍ରେମ ସହକାରେ, ଗୋଟେ ସାଙ୍ଗ ହିସାବରେ ଆମେ ଯଦି ତା ପାଖରେ ତା ଭୁଲ ଦର୍ଶେଇବା, ତାର ମାନେ ପ୍ରଭାବ ଟା ଅଲଗା ଆସିବ। ଏହା ମୁଁ ମଧ୍ୟ ଅନୁଭବ କରିକି ଦେଖିଛି। ତେଣୁ ଆମର ପ୍ରେମ କରିବାର ଯୋଉ ତରିକା ଟା ସତ୍ୟ ଆଉ କାର୍ଯ୍ୟ ଦ୍ଵାରା ହବା ଆବଶ୍ୟକ ଅଛି। କାରଣ ଏହା ଆମର କର୍ତ୍ତବ୍ୟ। ଏହା ନୁହେଁ କି ସିଏ ମତେ ପ୍ରେମ କରୁଛି, ସିଏ ମତେ ପ୍ରେମ କରୁଛି ବୋଲି ମୁଁ ତାକୁ ପ୍ରେମ କରିବି। ସିଏ ମୋ ସାଙ୍ଗେ ଭଲ କଥା ହଉନି ବୋଲିକି ମୁଁ କଥା ହେବିନି। ସିଏ ମତେ ରାଗୁଛି ବୋଲି ତାକୁ ମୁଁ ପ୍ରେମ କରିବିନି, ଏମିତି ନାହିଁ। ଯିଏ ଆମକୁ ରାଗୁ, କିଏ ଆମକୁ ଗାଳି କରୁଛି କରୁ, କିଏ ଆମକୁ ଖରାପ ମାନେ ଭାବୁ, ବା କିଏ ଆମକୁ ପ୍ରେମ ନ କରୁ, କିନ୍ତୁ ଆମର କର୍ତ୍ତବ୍ୟ କଣ, ଆମର ଦାୟିତ୍ଵ କଣ, କି ଆମେ ପ୍ରେମ କରିବା। ଯେମିତି ଆମେ ପଢିଲେ ପ୍ରଥମ ଜୋହନ 3:11। ଆଉ ଗୋଟେ ଖ୍ରୀଷ୍ଟିଆନ ର ଜୀବନରେ ପ୍ରେମ, ଏ ଯୋଉ ନିଃସ୍ୱାର୍ଥପର ପ୍ରେମ ବା କାର୍ଯ୍ୟ ପ୍ରେମ କାହିଁକି ରହିବା ଆବଶ୍ୟକ, ସେଇ ପ୍ରଥମ ଜୋହନ 4:7-8 ଆମେ ପଢିବା। हे प्रिय माने आस ଆମେ ମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ୱରଙ୍କ ଠାରୁ ଜାତ। ଆଉ ଯେ କେହି ପ୍ରେମ କରେ ସେ ଈଶ୍ୱରଙ୍କ ଠାରୁ ଜାତ ଓ ଈଶ୍ୱରଙ୍କୁ ଜାଣେ। ଯେ ପ୍ରେମ କରେ ନାହିଁ ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ତ ପ୍ରେମ। ଏମିତି ଆମେ ଦେଖୁଛୁ, ଏ ଲେଖା ହେଇଛି କଣ, ଯେ ପ୍ରେମ କରେ ନାହିଁ ସେ ଈଶ୍ୱରଙ୍କୁ ଜାଣେ ନାହିଁ। ଆମେ ହଜାରେ ପ୍ରାର୍ଥନା ମାନେ ଯିବା, ହଜାରେ ଆମେ ଆଲୋଚନାରେ ଭାଗ ନବା, ହଜାରେ ବାକ୍ୟ ଶୁଣୁଥିବା, କିନ୍ତୁ ଆମେ ଯଦି ପ୍ରେମ କରୁନୁ, ଆମ ପାଖରେ ଯଦି ପ୍ରେମ ନାହିଁ, ଅର୍ଥ ଆମେ ଈଶ୍ୱରଙ୍କୁ ଜାଣୁ ନାହୁଁ। ଏଇଠି ସ୍ପଷ୍ଟ ଭାବେ ଲେଖା ହେଇଛି କଣ, ଆମେ ମାନେ ପରସ୍ପର କଣ କରିବା, ଆମେ ପ୍ରେମ କରିବା। ଆମେ ରବିବାର ମଧ୍ୟ ଏକତ୍ର ହଉଛେ, ପ୍ରବଚନ କରୁଛେ, ଦାନ କରୁଛେ, ସବୁ ସରୁଛେ, କିନ୍ତୁ ଆମ ସେଇଠି ମଧ୍ୟ ପରସ୍ପର ଯଦି ପ୍ରେମ ନାହିଁ, ପରସ୍ପର ଭଲ କଥା ହଉନୁ, ପରସ୍ପର ଭିତରେ ଯଦି କିଛି ଈର୍ଷା ଅଛି, କିଛି କ୍ରୋଧ ଅଛି, ତ ସେ ପ୍ରାର୍ଥନା କଣ ହେଇଯିବ, ବ୍ୟର୍ଥ ହେଇଯିବ। ସେ ପ୍ରାର୍ଥନା କଣ ହବ, ବ୍ୟର୍ଥ ହେଇଯିବ। ବାକ୍ୟ ଲେଖା ହେଇଛି କଣ, କି ପରମେଶ୍ୱର ତାଙ୍କ ପୁତ୍ରକୁ ଏ ଜଗତକୁ ପଠେଇକି ଆମ ପାଇଁ ଜୀବନ ଦେଲେ,
ଆଉ ଆମର ମଧ୍ୟ କର୍ତ୍ତବ୍ୟ ଆମେ ଆମ ଭାଇ ମାନଙ୍କ ପାଇଁ ବା ଆମ ମଣ୍ଡଳୀର ସଭ୍ୟ ପାଇଁ ଆମେ ଆମର ଜୀବନ ଦେବା। ଜୀବନ ଦେବା ତ ଦୂର କଥା, ଆମେ ଟିକେ ନିନ୍ଦା, ଟିକେ କଷ୍ଟ, ଟିକେ ଗାଳି ଆମେ କଣ କରୁ, ଆମେ ସହି ପାରୁନେ। ସିଏ କରୁଛି ତ ମୁଁ ହେଲେ କରିବି। କିନ୍ତୁ ଏଇଟା ଆମେ କଣ ଶିଖୁଛୁ, ଆମେ ଯଦି ପ୍ରକୃତରେ ଆତ୍ମିକରେ ସବଳ ଅଛୁ, ଆମେ ସବୁ ସହିବା। ଆମେ ଯଦି ଆତ୍ମିକରେ ବୃଦ୍ଧି ହେବାକୁ ଚାହୁଁଛୁ, ଆମେ ସେମାନଙ୍କ ପରି ଯିଏ ଆମ ପ୍ରତି ଖରାପ ବ୍ୟବହାର କରୁଛି, ଆମେ ତା ଖରାପ ବ୍ୟବହାର କରିବାନି। ଏହା ମଧ୍ୟ ବାକ୍ୟ ଆମକୁ ଶିଖାଏ। ତେଣୁ ପ୍ରେମ ଆଉ ଗୋଟେ ଚିହ୍ନ ପ୍ରକୃତ ବିଶ୍ୱାସୀ ପାଇଁ ଗୋଟେ ସ୍ୱରୂପ। କାରଣ ଆମେ ମଧ୍ୟ ଦେଖୁଛୁ ନା, ପବିତ୍ର ଆତ୍ମାର ଗୋଟେ ଦାନ ଅଛି, ଗୋଟେ ପ୍ରେମ। ଯଦି ପ୍ରେମ ଯାହା ମଧ୍ୟରେ ନାହିଁ, ତା ପାଖରେ ଆତ୍ମା ମଧ୍ୟ ନାହିଁ ବୋଲିକି ଆମେ ମାନେ ଶିଖୁଛୁ ବା ମାନେ ପଢୁଛୁ। ତେଣୁ ପ୍ରେମ ଗୋଟେ ଖ୍ରୀଷ୍ଟିଆନ ପାଇଁ ବହୁତ ଆବଶ୍ୟକର ବିଷୟ। ପଢିବା ଆମେ ପ୍ରଥମ ପିତର 4:7-8। ପ୍ରଥମ ପିତର 4:7-8। ମାତ୍ର ସମସ୍ତ ବିଷୟର ଅନ୍ତିମ କାଳ ସନ୍ନିକଟ, ଅତଏବ ସୁବୁଦ୍ଧି ହୁଅ, ପୁଣି ପ୍ରାର୍ଥନା କରିବା ପାଇଁ ସଚେତନା ଥାଅ। ବିଶେଷରେ ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ। ଧନ୍ୟବାଦ। ଆମେ ଦେଖୁଛୁ ଏଇଠି ସମସ୍ତ ବିଷୟର ଅନ୍ତିମ ସମୟ ସନ୍ନିକଟ। ବାଇବେଲ ଆମେ ଦେଖୁଛୁ ବହୁ ସମୟରେ ସନ୍ନିକଟ ଈଶ୍ୱରଙ୍କର ଆଗମନ ସନ୍ନିକଟ ବୋଲି ଆମେ ଦେଖୁଛୁ। ଆଉ ଏଇ ସମୟରେ ଆମେ କଣ କରୁଛୁ, ଜାଗ୍ରତ ନ ହେଇକି, ସୁବୁଦ୍ଧି ହେଇକି ଆମେ ମଧ୍ୟ ଈର୍ଷାରେ, କ୍ରୋଧରେ, ପ୍ରତିସ୍ପର୍ଦ୍ଧାରେ ଆମେ ମାନେ କଣ ହଉଛୁ, ସେଇଥିରେ ଆମେ ଆହୁରି ଉଠୁଛୁ ଉପରକୁ। ଶତ୍ରୁତାରେ, ହିଂସାରେ, କ୍ରୋଧରେ, ପରସ୍ପର ବିଷୟରେ ଆଲୋଚନା କରିବାରେ, ଜଣଙ୍କର ମନ୍ଦ ବିଷୟ ପ୍ରଘାତ କରିବାରେ, ଏ ବିଷୟରେ ଆମେ କଣ କରୁଛୁ, ଅଧିକ ସମୟ ଆମେ ବିତରଣ କରୁଛୁ। କିନ୍ତୁ ଆମକୁ ଏଠି କଣ କୁହାଯାଉଛି, ମାନେ ସମସ୍ତ ବିଷୟରେ ଅନ୍ତିମ ସମୟ ବର୍ତ୍ତମାନ ଆମ ପାଖରେ ଅଛି। କେତେବେଳେ ଏଇ ପୃଥିବୀ ଧ୍ୱଂସ ହବ, କେତେବେଳେ ଆମର ଜୀବନ ହଳେଇବ, କେତେବେଳେ ମାନେ ପ୍ରଭୁ ଯୀଶୁ ଏ ଜଗତକୁ ଆସିବେ, ଆମେ ଜାଣିନେ। ବହୁତ ପାଖରେ ଅଛି। ତେଣୁ ଲେଖା ହେଇଛି କଣ, ସୁବୁଦ୍ଧି ହୁଅ ବୋଲିକି ଲେଖା ହେଇଛି। ସୁବୁଦ୍ଧି ମାନେ ବୁଦ୍ଧିମାନ ହୁଅ, ଭଲ ବୁଦ୍ଧିରେ ତମେ ଇଏ କର, ପ୍ରାର୍ଥନା ଜାଗ୍ରତ ରୁହ। କାରଣ ଆଉ କଣ ବିଶେଷରେ ଲେଖା ହେଇଛି, ବିଶେଷରେ କଣ, ପ୍ରଗାଢ ପ୍ରେମ, ମାନେ ପ୍ରଗାଢ ମାନେ ଅତ୍ୟଧିକ ମାନେ ପ୍ରେମ ପରସ୍ପର କର ବୋଲି ଲେଖା ହେଇଛି। ଅତ୍ୟଧିକ ପ୍ରେମ। ପ୍ରେମର ଅର୍ଥ ତ୍ୟାଗ ବୋଲିକି ଆମେ ମଧ୍ୟ ଆମେ ଜାଣିଛେ। ପ୍ରେମର ଅର୍ଥ ହଉଛି ତ୍ୟାଗ। ଆମେ ପ୍ରେମ ପାଇଁ ଆମେ କଣ ତ୍ୟାଗ କରୁଛେ, ଅନ୍ୟକୁ ପ୍ରେମ କରିବା ପାଇଁ? ନିଜର ଶରୀରକୁ ଟିକେ ବଳ ବା ଟିକେ ବୁଦ୍ଧି ବା ଅର୍ଥ ବା ଆମର ଘର ଦ୍ୱାର, ଗାଡି ଯାହା ଆମ ପାଖରେ ଅଛି, ଏଇଟା ଗୋଟେ ସୁଯୋଗ ଆମ ପାଇଁ କି ଆମେ ଅନ୍ୟକୁ ପ୍ରେମ କରିବା ପାଇଁ ଆମେ କଣ ତ୍ୟାଗ କରୁଛେ। ଆମ ପାଖରେ ଯାହା ଅଛି ଆମେ ତାହା ତ୍ୟାଗ କରିବା। ଆମେ କାହାଠୁ କଣ ଆଣିକି ଆମକୁ ତ୍ୟାଗ କରିବାର ଆବଶ୍ୟକତା ନାହିଁ। ମୋ ପାଖରେ ଗାଡି ଅଛି, ଗାଡିର ଯାହା ହବ, ପ୍ରଭୁଙ୍କର ଯଦି ଅନୁଗ୍ରହ ହବ ବା ମତେ ସେ ସମୟ ମିଳେ, ମୁଁ ପ୍ରଭୁଙ୍କ ପାଇଁ ମୁଁ ଟିକେ ମୋର ଗାଡିର ତେଲ ବା ସମୟ ଟିକେ ମୁଁ ଖର୍ଚ୍ଚ କରିବି। ସେଟା ହଉଛି ମୋର କର୍ତ୍ତବ୍ୟ। ତା ଦ୍ଵାରା ପ୍ରମାଣ ହୁଏ କି ମୁଁ ଅନ୍ୟ କଣ କରୁଛି, ମୁଁ ପ୍ରେମ କରୁଛି। କାଲି କଥାରେ ମୁଁ ପ୍ରେମ କରୁଛି ବୋଲି କହିଦେଲେ ହବନି। ଜଣକ ଅସୁବିଧା ହେଇଛି, ଆମେ କଣ କରିବା, ସେଇଟା ଆମ ପାଖରେ ଯାହା ଅଛି ତାହା ତ୍ୟାଗ କରିକି ତାକୁ ସୁବିଧା ହରେଇଲେ ସେ ଜାଣିବ ଯେ କଣ, ଆଉ ମୁଁ ତାକୁ ପ୍ରେମ କରୁଛି। ଗୀତର ମଧ୍ୟ ଅଛି, ଏ ଜଗତ ଜାଣୁ ଆମେ ଈଶ୍ୱରଙ୍କର। ଆମ ପ୍ରେମ ଦେଖି ଜଗତ ଛାଡିବ। ମଣ୍ଡଳୀର କଥା ପଛ କଥା, ମାନେ ସେ ତ ମଣ୍ଡଳୀ, ଆମେ ଯେମିତି ତାକୁ ପ୍ରେମ କରିବା। କିନ୍ତୁ ଏ ଜଗତର ଯୋଉମାନେ ଅଛନ୍ତି, ବିଜାତି ଲୋକ ଅଛନ୍ତି, ଯୋଉମାନେ ଆମ ସାଙ୍ଗସାଥି ପ୍ରଭୁଙ୍କୁ ଏପର୍ଯ୍ୟନ୍ତ ଜାଣି ନାହାନ୍ତି, ସେମାନେ ମଧ୍ୟ ଆମ କାର୍ଯ୍ୟକୁ ଦେଖି କଣ କରିବେ, ଆଉ ଇଏ ପ୍ରେମ ଭକ୍ତି ବୋଲି ଜାଣିବା ଆବଶ୍ୟକ। କାରଣ ଆମର ପ୍ରେମ ଦ୍ଵାରା କାହାର ଆଶୀର୍ବାଦ ହୁଏ, କାହାର ପ୍ରଶଂସା ହୁଏ, ପରମେଶ୍ୱର କଣ ହୁଏ, ପ୍ରଶଂସା ହୁଏ।
ଆଉ ପରମେଶ୍ୱର ଯଦି ପ୍ରଶଂସା ପାଆନ୍ତି ଆମର ପ୍ରେମ ମାଧ୍ୟମରେ, ଆମର ଆଶୀର୍ବାଦ ସେଥିରେ ଥୁଆ ବା ତାହା ଦ୍ଵାରା ଆମେ ଆଶୀର୍ବାଦ ପ୍ରାପ୍ତ ହବା। ତେଣୁ ଆମେ ଏଠି କଣ କରୁଛେ, ବହୁଳ ଭାବରେ ପ୍ରଗାଢ ଭାବରେ ଆମେ କଣ କରିବା, ପରସ୍ପରକୁ ପ୍ରେମ କରିବା, ଯାହା ଦ୍ୱାରା କଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ। ମୁଁ ଏବେ ଜିନିଷ କି ପ୍ରେମକୁ ସେ କଣ କରିଥିଲେ, ଘୁଚାଇ ଦିଏ। ପ୍ରେମ ପାପ କଣ କଲେ, ଘୁଚାଇ ଦିଏ। କେମିତି ଘୁଚାଇ ଦିଏ କି ଆମେ ଯେତେବେଳେ ଜଣକୁ ପ୍ରେମ କରୁ, ସେ ମନେକର କୌଣସି ଭୁଲ କରିଦେଲା ବା କଣ ଗୋଟେ ଅନ୍ୟାୟ କାମ କରିଛି, ଯଦି ଆମେ ତାକୁ ପ୍ରେମ ମାଧ୍ୟମରେ ତାକୁ ବୁଝେଇବା, ସିଏ ଅଟୋମେଟିକ ପରିବର୍ତ୍ତନ ହବ, ଅଟୋମେଟିକ ପରିବର୍ତ୍ତନ ହବ। ଏହା ମାନେ ଆପଣ ମାନେ ଆଉ କାର୍ଯ୍ୟ ଲଗେଇ ଦେଖନ୍ତୁ, ଜଣେ ଭୁଲ କରିଛି ବା ଜଣେ ଦୋଷ କରିଛି, ତାକୁ ଆମେ ପ୍ରେମ ମାଧ୍ୟମରେ ଆମେ ତାକୁ କଣ କରିବା, ଆମେ ଯଦି ତାକୁ ଶିକ୍ଷା ଦବା, ସେ ନିଶ୍ଚୟ ସେ ପରିବର୍ତ୍ତନ ହବ। ତେଣୁ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ ବୋଲି ଲେଖା ହେଇଛି ଏଇଠି। ଆଉ ଗୋଟେ ବିଷୟ ଆମେ ପଢିବା, 2 ତିମୋଥୀ 1:7। 1:7। କାରଣ ଈଶ୍ୱର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଛନ୍ତି। ପରମେଶ୍ୱର ଆମମାନଙ୍କୁ ଶକ୍ତି ଆଉ ପ୍ରେମର ଆତ୍ମା ମାନଙ୍କୁ ଦେଇଛନ୍ତି, ମାନେ ପ୍ରେମର ଆତ୍ମା। ଯଦି ଆମେ ପ୍ରକୃତରେ ଈଶ୍ୱର ପାଖରେ ଆମେ ଅଛୁ, ମାନେ ଆମମାନଙ୍କ ମଧ୍ୟରେ ସେ ପ୍ରେମ ରହିବା ଆବଶ୍ୟକ ଅଛି। ସେ ପ୍ରେମ ରହିବା ହିଁ ଉଚିତ। ଆଉ ସେ ପ୍ରେମ ଆମ ଦ୍ଵାରା ସାଧିତ ହବା ହିଁ ଆବଶ୍ୟକ ଅଛି। ଯଦି ନାହିଁ, ଆମମାନଙ୍କ ପାଖରେ କଣ ଈଶ୍ୱରଙ୍କ ଆତ୍ମା ଆମ ପାଖରେ ନାହିଁ। ଆଉ ଏହା ମାଧ୍ୟମରେ କଣ ହୁଏ, ଆମର ଆତ୍ମିକ ଜୀବନ ମଧ୍ୟ ବଢେ। ଏ ପ୍ରେମ ଦ୍ଵାରା ଆମର କଣ ହୁଏ, ଆତ୍ମିକ ଜୀବନ ବଢେ। କେମିତି ବଢେ? ଅନ୍ୟକୁ ସାହାଯ୍ୟ କରିବାକୁ ଇଚ୍ଛା ଲାଗେ, କ୍ରୋଧ ଆସିବନି, ରାଗ ଆସିବନି, ହିଂସା ଆସିବନି, କାହାକୁ ଶତ୍ରୁ ବୋଲି ମନେ କରିବାନି। ପ୍ରକୃତ ଯାହା ପାଖରେ ପ୍ରେମ ଅଛି, କାହାକୁ ଶତ୍ରୁ ବୋଲି ମନେ କରିବାନି। କିଏ ଆମ ପ୍ରତି ହିଂସା କରୁଛି, କିଏ ଈର୍ଷା କରୁଛି, ଆମ ପ୍ରତି ତା ପ୍ରତି ସେଇ ବ୍ୟବହାର କେବେ ମଧ୍ୟ ବାହାରିବନି। କିଏ ଆମକୁ ନିନ୍ଦା ହଉଛି, ଆମେ କେବେ ମଧ୍ୟ ଆମକୁ ମାନେ କଷ୍ଟ ଆମେ ଲାଗିବନି। ଆଉ ଏହା ଦ୍ଵାରା କଣ ହୁଏ, ଆମର ଆତ୍ମିକ କ୍ଷେତ୍ରଟା କଣ ହୁଏ, ଆହୁରି ବୃଦ୍ଧି ହୁଏ। ଆହୁରି କଣ ହୁଏ, ବୃଦ୍ଧି ହୁଏ, ଆହୁରି ସବଳ ହୁଏ, ଆହୁରି ପ୍ରଭୁଙ୍କ ଠାରେ ଲାଗିବା ପାଇଁ ସାହାଯ୍ୟ କରେ। ଆଜି ଅନେକ ଆତ୍ମାରେ ଦୁର୍ବଳ ହବାର କାରଣ ହେଲା ପ୍ରେମର ଅଭାବ। ଆମେ ପରସ୍ପର ମଧ୍ୟରେ ପ୍ରେମ ନାହିଁ। ପରସ୍ପରକୁ ଆମେ ଭାଇ ଭାଇ ବନ୍ଧୁ ଭଳିଆ ଦେଖୁନୁ। ଆମେ ହୁଏତ ମୋର ଲୋକ ବାକ ମାନେ ବିଜେତି ଥାଇ ପାରନ୍ତି, ମୋ ମଣ୍ଡଳୀରେ ମାନେ ମୋର ଲୋକ ବାକ ଥାଆନ୍ତି, କିନ୍ତୁ ମଣ୍ଡଳୀ ସଦସ୍ୟ ଆମେ ଟାଇମ ପଡିଲେ କଣ କରୁଛୁ, ଆମ ମଣ୍ଡଳୀର ଲୋକଙ୍କୁ ସିନା ପ୍ରେମ ମାନେ କରୁନୁ, କିନ୍ତୁ ଆମର ବିଜାତି ଲୋକମାନଙ୍କୁ ଆମେ ପ୍ରେମ କରୁଛୁ। ମାନେ ଆମର ଭାଇଠୁ ଆମେ ଅଧିକ ପ୍ରେମ କରୁଛୁ। ପ୍ରେମ କରିବା, କିନ୍ତୁ ପ୍ରଥମ ଦାୟିତ୍ୱ କଣ, ପ୍ରଥମ କର୍ତ୍ତବ୍ୟ କଣ ଆମର, ଆମ ପରିବାର ମାନେ ଆମର ମଣ୍ଡଳୀ। ଆମେ ପ୍ରଥମେ ଆମର ଯଦି ମଣ୍ଡଳୀରେ ଯଦି ଯୋଉ ପ୍ରେମ ନାହିଁ, ଆମେ ବାହାରେ ପ୍ରେମ ଦେଖେଇଲେ କିଛି ଲାଭ ନାହିଁ। ଏଇଠି ମଧ୍ୟ ଶୁଣିଛି, ଯୋଉମାନେ ବିଶ୍ୱାସୀ ଅଛନ୍ତି, ସେମାନେ ତାଙ୍କ ଭିତରେ କଣ ଆଉ ସମ୍ପର୍କ ଖରାପ। ତେଣୁ ବାହାରେ ସେମାନଙ୍କୁ ମଧ୍ୟ ଲୋକ କଣ କରୁଛନ୍ତି, ଖରାପ ଭାବୁଛନ୍ତି। ଈଶ୍ୱରଙ୍କ ନାମ ନିନ୍ଦା ହଉଛି। ସେମାନେ ହଉଛନ୍ତି ଇଏ କି ପ୍ରକାରର ବିଶ୍ୱାସୀ। ଗୋଟେ ମଣ୍ଡଳୀ ଯାଉଛନ୍ତି, ଆମ୍ନା ସାମ୍ନା ହର, ତଥାପି ତାଙ୍କ ଭିତରେ ପ୍ରେମ ନାହିଁ। ଆହୁରି କହୁଛନ୍ତି ଆମେ ଖ୍ରୀଷ୍ଟିଆନ ବୋଲିକି, ଆମେ ବିଶ୍ୱାସୀ ବୋଲିକି। ସେ କଣ ହଉଛି, ଈଶ୍ୱରଙ୍କର ନାମ କଣ ହଉଛି, ନିନ୍ଦା ହଉଛି। ତେଣୁ ଆମେ ଯୋଉ ସୁଯୋଗ ପାଇଛେ ଈଶ୍ୱରଙ୍କ ନାଁକୁ ଆଉ ପଢିବା ପାଇଁ, ପ୍ରଶଂସା କରିବା ପାଇଁ, ଆମେ ନିଜକୁ ମଧ୍ୟ ଠିକ କରିବା ପାଇଁ, ତାର ଗୋଟେ ଔଷଧ ହେଲା ମେଡିସିନ, ମାନେ ଯୋଉଟା ପ୍ରଥମ ମେଡିସିନ ହେଲା ପ୍ରେମ। ଆମେ ଯଦି ପରସ୍ପର ପ୍ରତି କାର୍ଯ୍ୟ ସତ୍ୟ ପ୍ରେମ ଆମେ ଯଦି ରଖିବା, ମାନେ କାର୍ଯ୍ୟ ଯୁକ୍ତ ପ୍ରେମ ଆଉ ସତ୍ୟ ପ୍ରେମ ଆମେ ଯଦି ରଖିବା, ଆମେ ନିଶ୍ଚୟ ଆତ୍ମିକରେ ଆଜି ନହେଲେ ଖାଲି ଧୀରେ ଧୀରେ ଆମେ ସବଳ ହବା। ଆଉ ଯଦି ଆମେ
ପ୍ରେମ ଆମ ପାଖରେ ନାହିଁ, ଆମେ ଖାଲି କାର୍ଯ୍ୟର କରୁଛେ ପ୍ରେମ ଖାଲି କଥାରେ, ଖାଲି କଥାରେ, ତ ଆମେ ନିଶ୍ଚୟ ଆମେ କଣ ହବା, ଆତ୍ମିକରେ ଆମେ ଦୁର୍ବଳ ହବା। ଯଦି ଆମେ ଗୋଟେ ମନୁଷ୍ୟକୁ ପ୍ରେମ କରି ପାରୁନେ, ଆମ ମଣ୍ଡଳୀ ଭାଇ ଯଦି ଆମେ ଗୋଟେ ପ୍ରେମ କରି ପାରୁନେ, ଈଶ୍ୱର କେମିତି ପ୍ରେମ କରିବା? ତେଣୁ ବାକ୍ୟ ଲେଖା ହେଇଛି, ଯିଏ ପ୍ରେମ କରି ଜାଣେ ନାହିଁ ସେ ଈଶ୍ୱରଙ୍କୁ ପାଇନାହିଁ। ତେଣୁ ଆମେ ମଧ୍ୟ ଆମେ ଦେଖୁଛେ କି ଆମେ ମଣ୍ଡଳୀରେ କଣ କରୁଛେ, ଅନ୍ୟ ପାଇଁ ଆମେ ବହୁତ ମାନେ ତାର ଭୁଲକୁ ଆମେ ଦେଖୁଛେ, ତାର ଖରାପ ଗୁଣ ଗୁଡା ଆମେ ଦେଖୁଛେ, କିନ୍ତୁ ତାର ଯୋଉ ଭଲ ଗୁଣକୁ ଆମେ କଣ କରୁଛେ, ଆମେ ଛାଡି ଦଉଛେ। ଆମର କର୍ତ୍ତବ୍ୟ କଣ, ତା ଭୁଲ ଟାକୁ ଆମେ ପ୍ରେମ ଦ୍ଵାରା ତାକୁ ମାର୍ଜିତ କରିବା, ପ୍ରେମ ଦ୍ଵାରା ତାକୁ ଠିକ କରାଇବା, ଯେମିତି କି ଆଉ ସିଏ ପରିବର୍ତ୍ତନ ହବ, ଆଉ ଈଶ୍ୱରଙ୍କୁ ପ୍ରଶଂସା କରିକି ତା ଆତ୍ମା ମଧ୍ୟ ରକ୍ଷା ପାଇକି ସେ ସବଳ ହେଇପାରିବ। ତ ପରମେଶ୍ୱର ଏଇ ପଠିତ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।